ମୋ ପ୍ରିୟ ବାପା ମା ଭାଇ ସମସ୍ତଙ୍କୁ ମୋର ପ୍ରେମର ନମସ୍କାର। नमस्कार। ଆଜି ଆମେ ସୁସମାଚାରରେ ଶୁଣିଲେ ସୁସମାଚାର ଅଟେ ମୁକ୍ତିର ଶକ୍ତି। ପ୍ରଭୁ କହିଲେ ଆଦେଶ ଦେଇ ରୋଗୀମାନଙ୍କୁ ସୁସ୍ଥ କର, ଭୂତ ବିତାଡ଼ନ କର, ମୃତକୁ ଜୀବନ ଦିଅ। ହାଲେଲୁୟା हालेलुया। କହିବ ସ୍ୱର୍ଗ ରାଜ୍ୟ ସନ୍ନିକଟ, ମନ ପରିବର୍ତ୍ତନ କର। ଜୟ ଯୀଶୁ, जय जीशु, ଜୟ ଯୀଶୁ। जय जीशु। ତେବେ ସୁସମାଚାରର ମୂଳ ବିଷୟ ଅଟେ ପ୍ରତ୍ୟେକ ଯେପରି ସ୍ୱର୍ଗ ପ୍ରବେଶ କରିପାରିବା। ଯଦି ସୁସମାଚାର ଆମେ ନ ଶୁଣିବା, ମନ ବଦଳାଇବା ନାହିଁ, ନିଜର ମାନବୀୟ ଗୁଣକୁ ପରିବର୍ତ୍ତନ କରିବା ନାହିଁ, ଏ ଜଗତର ବୁଦ୍ଧି ଦ୍ୱାରା ଆମେ ନଷ୍ଟ ଯିବା, ସ୍ୱର୍ଗ ପ୍ରବେଶ କରିପାରିବା ନାହିଁ। ଆଜିର ପ୍ରଥମ ପଠନରେ ବି ଆମେ ପ୍ରେରିତ ପୁସ୍ତକର 11 ଦେଖୁଥିଲେ ପ୍ରଥମ ଖ୍ରୀଷ୍ଟିଆନ ମାନଙ୍କୁ ଖ୍ରୀଷ୍ଟିଆନ ବୋଲି କୁହାଗଲା। ସେମାନେ ଥିଲେ ଆଣ୍ଟିଓକର ଲୋକେ। ସେମାନଙ୍କୁ ଖ୍ରୀଷ୍ଟିଆନ ବୋଲି କହିବାର କାରଣ ଥିଲା, ସେ ଗୋଟେ ଇଂରାଜୀରେ ଗୋଟେ ପଦ ଅଛି, ଖ୍ରାଇଷ୍ଟ ଇନ୍ ଦେମ୍ ଇଜ୍ ଖ୍ରୀଷ୍ଟିଆନ। ଖ୍ରୀଷ୍ଟ ଯେଉଁମାନଙ୍କ ଠାରେ ସେମାନେ ଖ୍ରୀଷ୍ଟିଆନ। ଆମମାନେ ଗାଁ ଗହଳରେ ଶୁଣୁ, ଯାଠାରେ ବେଶୀ ଧନ ଥିବ ତାକୁ କଣ କହୁଛୁ? धनी। ଧନୀ। ଯାଠାରେ ବେଶୀ ବୁଦ୍ଧି ଥିବ, ତାକୁ ଜ୍ଞାନ ଥିବ, ତାକୁ କଣ କହୁଛୁ? ज्ञानी। ତାମାନେ ସେ ଆଣ୍ଟିଓକର ଲୋକମାନଙ୍କ ଠାରେ କିଏ ଥିଲେ? ଯୀଶୁ ଥିଲେ। ଯୀଶୁ ସେମାନଙ୍କ ଠାରେ ଥିଲେ, ଏହି ହେତୁ ସେମାନଙ୍କୁ କୁହାଗଲା କଣ? ଖ୍ରୀଷ୍ଟିଆନ, ଖ୍ରାଇଷ୍ଟ, ଖ୍ରୀଷ୍ଟ। କାହିଁକି ଖ୍ରୀଷ୍ଟିଆନ ବୋଲି କୁହାଗଲା ସେମାନଙ୍କୁ? ନା ସେ ଆଣ୍ଟିଓକରେ ଯେବେ ଦେଖାଗଲା, ପ୍ରେରିତ ମାନେ ପ୍ରଚାର କଲା ପରେ ଯେ ଅନେକ ଲୋକ ଯୀଶୁଙ୍କ ଠାରେ ପରିବର୍ତ୍ତନ ଜୀବନ କାଟିଲେ। ସେମାନେ ଯୋଉ ବ୍ୟଭିଚାରରେ ଥିଲେ ଆଉ ବ୍ୟଭିଚାର କର୍ମରେ ରହିଲେ ନାହିଁ। ସେମାନେ ଯୋଉ ମୂର୍ତ୍ତି ପୂଜା କରୁଥିଲେ ସେପରି କର୍ମ ଆଉ ସେମାନେ କଲେ ନାହିଁ। ସେମାନଙ୍କର ଜୀବନ ଯୋଉ ଅତ୍ୟନ୍ତ କୁଟିଳ, ଜଟିଳ, ଈର୍ଷା, ହିଂସା, ହତ୍ୟା, ଅନେକ ଦୁର୍ଗୁଣରେ ପୂର୍ଣ୍ଣ ଥିଲା, ସେ ସବୁ ଆଉ ରହିଲା ନାହିଁ। ସେଠି ଦେଖାଗଲା ଯେ ଈଶ୍ୱରଙ୍କର ଅନୁଗ୍ରହ ସମସ୍ତଙ୍କ ଠାରେ ଅନୁଭବ ହେଲା। ସେମାନଙ୍କର ରୋଗ ସୁସ୍ଥ ହୋଇଛି, ଆତ୍ମା ପରିବର୍ତ୍ତନ ହୋଇଛି, ସମାଜରେ ପବିତ୍ରତା ଆସିଛି। ହାଲେଲୁୟା, हालेलुया। ତେଣୁ ସେମାନେ ଦେଖିଲେ ଯେ ଖ୍ରୀଷ୍ଟ ଯାହା ଯାହା କରୁଥିଲେ, ପ୍ରେରିତ ମାନେ ଆଉ ପ୍ରେରିତଙ୍କର ବିଶ୍ୱାସୀ ମାନଙ୍କ ଠାରେ ସେ ସବୁ ଦେଖାଯାଉଛି। ଖ୍ରୀଷ୍ଟ କଣ କରୁଥିଲେ? ଖ୍ରୀଷ୍ଟ ମନ ପରିବର୍ତ୍ତନ ପାଇଁ ସ୍ୱର୍ଗ ରାଜ୍ୟର ବାକ୍ୟ କହୁଥିଲେ। ସେ ପାପୀମାନଙ୍କୁ ପରିବର୍ତ୍ତନ ଦେଉଥିଲେ, ରୋଗୀମାନଙ୍କୁ ସୁସ୍ଥ କରୁଥିଲେ, ଭୂତକୁ ତଡୁଥିଲେ, ଆଶ୍ଚର୍ଯ୍ୟ କର୍ମ କରୁଥିଲେ। ତେଣୁ ସେ ପ୍ରେରିତ ମାନେ ଆଣ୍ଟିଓକରେ ରହି ଯୋଉ ସବୁ କାର୍ଯ୍ୟ କରୁଥିଲେ, ଦେଖିଲେ ସେଦିନ ଯୀଶୁ ଯାହା ଯାହା କରୁଥିଲେ ଆଜି ଏମାନେ ତାହା ସବୁ କରୁଛନ୍ତି। ଆଜି ଆମେ ରାଜିମେରାରେ ସେଇପରି ଦେଖିବାକୁ ପାଉଛୁ। ଭଉଣୀ ଫ୍ରାନ୍ସିସ୍କାଙ୍କ ଦେଇ ମା ବେଳାଙ୍କିନୀ ପ୍ରଭୁ ଯୀଶୁ ଏଠି ସେଇପରି ହିଁ କାର୍ଯ୍ୟ କରନ୍ତି। ଯେଉଁଠାରେ ଅନ୍ଧ ଦେଖେ, ଛୋଟା ଚାଲେ, ବାୟା ଭଲ ହୁଏ, ଭୂତ ଛାଡେ, ଗୁଣି ମନ୍ତ୍ରର ବନ୍ଧନରେ ଥିବା ଲୋକମାନେ ଆରୋଗ୍ୟ ପାଆନ୍ତି। ଏସବୁ ହଉଛି ଅନୁଗ୍ରହର ଚିହ୍ନ। ପ୍ରଭୁ କହିଲେ ମୋର ଅନୁଗ୍ରହ ତୁମ ପାଇଁ ଯଥେଷ୍ଟ। ଯେଉଁ ସ୍ଥାନରେ ପ୍ରାର୍ଥନା ହବ, ପ୍ରଚାର ହବ, ଈଶ୍ୱରଙ୍କର ଅନୁଗ୍ରହ ସେଇ ସ୍ଥାନରେ ଆସେ, ମିଳେ, ଥାଏ। ତେଣୁ ଅହରହ ଏଠାରେ ଯେହେତୁ ଗୋଟିଏ ପରିବାରଧାରୀ ବ୍ୟକ୍ତି ହେବି, ଦିନରେ ସେ 4 ଥର ସାମୂହିକ ପ୍ରାର୍ଥନା କରିବା ସହିତ ବ୍ୟକ୍ତିଗତ ପ୍ରାର୍ଥନା ତାଙ୍କର
प्रति क्षणरे थाए। प्रेज द लॉर्ड, Praise the Lord. जय जीसु, जय जीसु, जय जीसु। जय जीसु। तांकर कौनसी विषय पाई एठी कि आमे आसुना आसु जे ईश्वरकर अनुग्रह तांको देई लोकन को एठारे मिले। से आंटियोक रे जेपरि प्रभु कार्य करुथिले, आज प्रेरित मानक जेपरि प्रभु आदेश दे पठाउछंती, जाओ स्वर्गराज्य सन्निकट, सुसमाचार प्रचार कर, रोगी को सुस्थ कर, सेही समान कार्य आज आमे राजी मेरारे भी भोनी फ्रांसिस्कन को देखुछु। हालेलुया, हालेलुया, हालेलुया। तबे एई समय रे आमो पाई गोटिया आवश्यक कि आमे निजे निजर पुरुणा चरित्र को त्याग करिबा, शत्रु मनोभाव रखिबा नाही, कुटिल जटिल हेबा नाही, ईर्षा हिंसा द्वारा आमे निजको नष्ट करिबा नाही, व्यभिचार चिंता कार्य को आमे छाड़िबा पड़िबो। कारण व्यभिचार मनुष्य केवल दैहिक संपर्क द्वारा जे करे ताहा न, मनरे चिंतारे वाक्यरे କାର୍ଯ୍ୟରେ से करि थाए। आ एबे ए मोबाइल जुगरे स्थाने स्थाने मनुष्य से समस्त नाही नथिला दृश्य देखि ता चक्षु मन हृद आत्मा शरीर जीवन परिवेश को सी कलंकित आउ अभिशप्त करते। तेणु आज आमे निजको आमे बदलाइबा, कारण प्रभु कहले स्वर्ग राज्य सन्निकट, अर्थात आमे केतेबेले मरिबा आमे भी केही जानी ना। निश्वास नाही विश्वास। एबे निश्वास अछि आमे कथा होचे, ए निश्वास चाली गले हमको नै उठिबे कि फपाड़ी कि पोड़िबे। मिछरे जगत रे आमे निजर ज्ञान पाई, धन पाई, बल पाई, पदवी पाई पागल आउ शत्रुगण, किंतु ए समय हमको प्रभु देइछन्ति एति पाई कि आमे मन परिवर्तन करिबा, ईश्वरकर अनुग्रह पाई पारिबा। से अनुग्रह पाइले आमे जगत रे बंचिबा बेले निरोग हेबा, शैतान रो अंधकार बंधन रु मुक्त हेबा सहित मले आमे अनंत जीवन पाइबा, ईश्वरଙ୍କ ठारे स्वर्गवास मिलिबो। प्रेज द लॉर्ड, Praise the Lord, प्रेज द लॉर्ड, praise the Lord, प्रेज द लॉर्ड, praise the Lord. जय जीसु। जय जीसु। तेणु आम ठारे लोके काकु देखिबा पड़िबो, जीसुको। आंटियोकर लोक माने प्रेरित मानक ठारे किए थिबा अनुमान कले, अनुभव कले जीसु, जीसु। तेणु सेमानकु सेमाने डाकिले ख्रिस्टियान। कोन बोली कहिले? ख्रिस्टियान। आमे माने क्रॉस पिंधी की ख्रिस्टियान कहूछु, माला पिंधी की ख्रिस्टियान कहूछु, स्नान संस्कार पाई की ख्रिस्टियान कहूछु, दिव्य प्रसाद पाई की ख्रिस्टियान कहूछु। ठीक अछि, ए सब ख्रिस्टियान रो पवित्र चिन्ह आ आवश्यक वस्तु होते। प्रभु को नाम रे आमे ताहा धारण करछु नेबा उचित। किंतु ए समस्त नेई जदि आम ठारे दुर्गुण रहिबो, दुष्टता रहिबो, दोष रहिबो, दुर्बुद्धि रहिबो, दुराचार रहिबो, भ्रष्टाचार रहिबो, व्यभिचार रहिबो, ईर्षा रहिबो, प्रतिशोध रहिबो, दलभेद रहिबो, मतभेद रहिबो, कंदल रहिबो, रक्तपात रहिबो। ईर्षा मनोभाव द्वारा जदि आमे भाई भगारी हेबा, आमे से आ पिंधी ख्रिस्टन को परिचय दो ना हो, आमे आउ काकु परिचय दो। कारण दिने गोटिए बंदीशाल रे विचारपति देखिले जड़े बंदी को विचार कला बेले ता बेकरे गोटिए सुंदर क्रॉसटी झुलुची। आ से लोकर विचार कला बेले विचारपति जानिले से व्यभिचार करिछि, धर्षण करिछि, हत्या करिछि, चोरी करिछि, अनेक दोषर दोषी से लोक। मात्र बेकरे गोटे बड़ सुंदर गोटे कोन पिछि, कोन पिछि? क्रॉस। क्रूस पिछि।
ସେତେବେଳେ ସେ ବିଚାରପତି ପଚାରିଲେ, ମୁଁ ଜାଣି ତମେ ଜଣେ ଖ୍ରୀଷ୍ଟିଆନ, ଆଉ ଏତେ ରକମର ଏତେ ସବୁ ଦୋଷରେ ତମେ କିପରି ଅଭିଯୋଗ ନେଇ ଏ ଜାଗାରେ ପହଞ୍ଚିଛ? କିପରି ଏତେ ଅଭିଯୋଗ ତମ ପଛରେ? ଖ୍ରୀଷ୍ଟିଆନ ମାନେ ତ ଏପରି କରିବେ ନା। ତାପରେ ବିଚାରପତିଙ୍କୁ ସେ ଲୋକ ଓଲଟି ପ୍ରଶ୍ନ କରୁଛି, ମହାଶୟ ଆପଣ ମତେ ଖ୍ରୀଷ୍ଟିଆନ ବୋଲି କେମିତି ଜାଣିଲେ? ସେତେବେଳେ ସେ କହିଲେ, ତମ ବେକର କୃଷର ଦେଖି ମୁଁ ଜାଣିଲି ତମେ ଖ୍ରୀଷ୍ଟିଆନ। ସେ ଦୁଷ୍ଟ କହୁଛି, ଆପଣ କେବଳ ସେ ଗୋଟିଏ କ୍ରସର କଥା ଜାଣିଛନ୍ତି, ଆଉ ଅଧିକ କଣ ଜାଣିଛନ୍ତି କି? ତାପରେ ସେ କହିଲେ, ନା ଆପଣ ଜାଣିଛନ୍ତି କି କ୍ରୁଶରେ କେବଳ ଯୀଶୁ ମଲେ ନା ଆଉ କିଏ ମଲେ? ସେତେବେଳେ ବିଚାରପତି ଟିକେ ମନେ ପକେଇଲେ, ହଁ ହଁ ତାଙ୍କ ସହିତ ଆଉ 2 ଜଣ ମରିଥିଲେ। ଯୀଶୁଙ୍କୁ ମଝିରେ କ୍ରୁଶବିଦ୍ଧ କରାଗଲା, ତାଙ୍କ 2 ପାଖରେ 2 ଜଣ ଦସ୍ୟୁମାନଙ୍କୁ ବି କ୍ରୁଶବିଦ୍ଧ କରାଯାଇଥିଲା। ସେତେବେଳେ ସେ କହୁଛି, ମୁଁ ଯୀଶୁଙ୍କର ସେ କ୍ରୁଶର ପିନ୍ଧି ନାହିଁ, ତାଙ୍କ 2 ପାର୍ଶ୍ୱରେ ଯୋଉ ଦସ୍ୟୁମାନେ ଥିଲେ ମୁଁ ତାଙ୍କର କ୍ରୁଶର ପିନ୍ଧିଛି। ତେଣୁ ମୁଁ କାହିଁକି ଲାଜ କରିବି? ମୁଁ ତ ସେପରି କର୍ମ କରିଛି। ଆଜି ଯଦି ଆମମାନେ ଆଶ୍ଚର୍ଯ୍ୟ ପଦକ ପିନ୍ଧି, ମା ବେଲାଙ୍ଗିରୀଙ୍କର ପଦକ ପିନ୍ଧି, ବିମଳା ଦେବୀ ମାଙ୍କ ପଦକ ପିନ୍ଧି, କି ନାହିଁ ତ କ୍ରସ୍ ପିନ୍ଧି, କି ଘରେ ଆମେ ଦିବ୍ୟରୁଦ୍ରର ଫଟୋ ରଖି, କି କୁମାରୀ ମାରିଆଙ୍କର ଫଟୋ ମୂର୍ତ୍ତି ରଖି, ଆମର ଚରିତ୍ର ଯଦି ଆମେ ଯୀଶୁଙ୍କ ପରି କୁମାରୀ ମାରିଆଙ୍କ ପରି କରିପାରୁନାହୁଁ, ଯଦି ଆମେ ସେ ଦସ୍ୟୁ ପରି ଯଦି ଆମେ ଚରିତ୍ରରେ ଅଛୁ, ତାହେଲେ ଆମେ ପ୍ରକୃତରେ ପରିଚୟ ଯୀଶୁଙ୍କର ଦେଉନାହୁଁ। ଆମେ ତାହା ପିନ୍ଧିଥିବା ସତ୍ତ୍ୱେ ଆମେ ସେ ଦସ୍ୟୁ ଯେପରିକି 2 ପାଖରେ ଥିବା ଦସ୍ୟୁମାନଙ୍କର କ୍ରୁଶର ପିନ୍ଧିଥିଲା, ସେହିପରି ଆମେ ଜଣେ ବ୍ୟକ୍ତି ଅଟୁ। ତେଣୁ ଆମେ କଥା କହିଲା ବେଳେ, ବ୍ୟବହାର କଲା ବେଳେ, ଚିନ୍ତା କଲା ବେଳେ, କାର୍ଯ୍ୟ କଲା ବେଳେ ଯୀଶୁଙ୍କ ପରି ଆଚରଣ ହେବାକୁ ଅଛି। କୁମାରୀ ମାରିଆଙ୍କ ପରି ଗୁଣ ଥିବାକୁ ପଡ଼ିବ। ବାଇବେଲର ବାକ୍ୟ ପ୍ରକାର ଆମର ଚିନ୍ତାଧାରା, ନିଷ୍ପତ୍ତି ଆଉ କାର୍ଯ୍ୟକଳାପ ହେବାକୁ ପଡ଼ିବ। ତେଣୁ ସୁସମାଚାରରେ ଆଜି କୁହାଯାଉଛି ସ୍ୱର୍ଗ ରାଜ୍ୟ ସନ୍ନିକଟ। ଆମେ ଆସିଛୁ ଏଠି ଅନେକ ରୋଗ ଧରି, ଆସିଛୁ ଆମେ ଅନେକ ଯନ୍ତ୍ରଣା ଧରି। ପ୍ରଭୁ କହିଛନ୍ତି, ଯାଅ ସୁସ୍ଥ କର, ମଲା ରୋଗକୁ ବି ଉଠାଅ ବୋଲି କହିଛନ୍ତି। ଭୂତକୁ ତଳ, ଶୈତାନକୁ ଦୂର କର। ଆମକୁ ସିଏ ଅଧିକାର ଦେଇଛନ୍ତି, ସୁସ୍ଥତା ଆମକୁ ମିଳିସାରିଛି। ଯଦି ଆମେ ପାଉନାହୁଁ, ଆମଠାରେ ପାପ ଅଛି, ଆମେ ସେଥିପାଇଁ ଏପର୍ଯ୍ୟନ୍ତ ସୁସ୍ଥତା ଅନୁଭବ କରିପାରୁନାହୁଁ, ଦେଖିପାରୁନାହୁଁ। ତେଣୁ ସୁସମାଚାର ଆମ ପାଇଁ ମୁକ୍ତିର ଏକ ଶକ୍ତି, ପରିତ୍ରାଣର ଏକ ପଥ। ସେ ବାକ୍ୟ ବିନା, ପରିବର୍ତ୍ତନ ବିନା ଈଶ୍ୱରଙ୍କର ଆଶୀର୍ବାଦ ଆମେ ପାଇପାରିବା। ତାଙ୍କର ଅନୁଗ୍ରହ ହିଁ ଆମ ପାଇଁ ଯଥେଷ୍ଟ। ସେ ଅନୁଗ୍ରହ ଯଦି ମିଳିଗଲା, ଅନ୍ଧ ଦେଖିବ, ଛୋଟା ଚାଲିବ, ବାୟା ଭଲ ହବ, ଭୂତ ଉଡ଼ିଯିବ, ଗୁଣି ମନ୍ତ୍ର ତନ୍ତ୍ରର ବନ୍ଧନ କୁଆଡ଼େ ଛିଣ୍ଡିଯିବ, ମଲା ଲୋକ ଲାଜାର ଉଠିଲା ପରି ଉଠିଯିବ। ହାଲେଲୁୟା, 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 ହାଲେଲୁୟା। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ଆଉ ସେତେବେଳେ ଆମକୁ ସମସ୍ତଙ୍କୁ ଏ ପୃଥିବୀରେ ବି କହିବେ, ଇଏ ଗୋଟେ ଖାଣ୍ଟି ଖ୍ରୀଷ୍ଟିଆନ। ଆଣ୍ଟିଓକର ଲୋକଙ୍କୁ ଯେମିତି କୁହାଗଲା, କହିଲେ ଲୋକେ ଯେ ସେମାନଙ୍କର କାମ, କାର୍ଯ୍ୟ, ଚରିତ୍ର, ଚାଲିଚଳନ ଆଉ ସେମାନଙ୍କର ଜୀବନର ଢାଞ୍ଚାକୁ ଦେଖି କହିଲେ, ଖ୍ରାଇଷ୍ଟ ଇନ୍ ଦେମ୍, ଖ୍ରୀଷ୍ଟିଆନ ବୋଲି କହିଲେ। ଖ୍ରୀଷ୍ଟ ସେମାନଙ୍କ ଠାରେ, ଏଣୁ ସେମାନେ ଅଟନ୍ତି ଖ୍ରୀଷ୍ଟିଆନ। ତେଣୁ ଆମକୁ ଲୋକ କହିବାକୁ ପଡ଼ିବ, ଆମେ ଖ୍ରୀଷ୍ଟିଆନ ନା ଲୁସିଫେରର ସେବକ। ଆମେ ପଦକ ପିନ୍ଧି ପରିଚୟ ଦେବା ଦରକାର ନାହିଁ। ପଦକ ପିନ୍ଧିଲେ ଆମେ ଭଲ, ମନା ନାହିଁ, କିନ୍ତୁ ତାଠୁ ବଡ଼ ପରିଚୟ ଦେଇପାରିବା ନିଜର ଗୁଣକୁ ଆମେ
परिवर्तन करी सुंदर गुण द्वारा आम जदि सुंदर गुण देखी पारिबा आमको असाधु न कही लोक कहे कौन साधु। जय जीशु जय जीशु जय जीशु जय जीशु। प्रेज द लॉर्ड। आमे दुई हाथ खला करिबा। हे प्रिय प्रभु तुमे मते मोर हृदयर पाप छाड़ी दुर्गुण छाड़ी नूतन जीवन आनी दियो परिवर्तन मते दान कर मुझे परी स्वर्गीय गुण द्वारा जीवन बिताइबी सही अनुग्रह प्रदान कर। यही पृथ्वीवासी को सुसमाचार द्वारा नूतन व्यक्तित्व दियो सब रोग सुस्थ दियो आत्मिक मृत्यु जीवन दियो शारीरिक मृत्यु जीवन दियो सकल रोग आरोग्य दियो प्रति परिवार रे शांति दियो प्रत्येक तुम्हारी नाम रे क्रिश्चियन बोली परिचित हुअन्तु। आमेन।